ସମ୍ବଲପୁରୀ ସୁରରେ ଝୁମିଲା ବଲାଙ୍ଗୀର। ଲୋକକଳାର ରଙ୍ଗରେ ଭିଜିଲା ପୂରା ପରିବେଶ। କୋଶଳ କଳାମଣ୍ଡଳ ପକ୍ଷରୁ ଆୟୋଜିତ ନବମ ଲୋକକଳା ପର୍ବ 2026ରେ ଦେଖିବାକୁ ମିଳିଥିଲା ପଶ୍ଚିମ ଓଡ଼ିଶାର ପରମ୍ପରା, ସଂସ୍କୃତି ଓ ଲୋକକଳାର ଏକ ଭବ୍ୟ ସମାଗମ। ଏହି ଉତ୍ସବର ସବୁଠୁ ବଡ଼ ଆକର୍ଷଣ ସାଜିଥିଲେ ବଲାଙ୍ଗୀରର ବୋହୂ ତଥା ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତ୍ରୀ ବିଦୁସ୍ମିତା। ମଞ୍ଚ ଉପରେ ତାଙ୍କର ଏଣ୍ଟ୍ରି ହେବା ମାତ୍ରେ ତାଳି ଓ ଉତ୍ସାହରେ କମ୍ପି ଉଠିଥିଲା ପୂରା ପରିବେଶ। ତାଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଇଥିଲା। ଢୋଲ, ନିଶାନ ଓ ମହୁରୀର ତାଳେ ତାଳେ ମଞ୍ଚ ଦୁଲୁକାଇଥିବା ବେଳେ ଦର୍ଶକମାନେ ମଧ୍ୟ ସମ୍ବଲପୁରୀ ସୁରରେ ଝୁମି ଉଠିଥିଲେ। ଘୁମୁରା, ଡାଲଖାଇ ଓ ବିଭିନ୍ନ ଲୋକନୃତ୍ୟ ଦର୍ଶକଙ୍କ ମନ ଜିତି ନେଇଥିଲା। କେବଳ ମନୋରଞ୍ଜନ ନୁହେଁ, ଏହି ଲୋକକଳା ପର୍ବ ଦେଇଥିଲା ନିଜ ମାଟି ଓ ନିଜ ସଂସ୍କୃତି ପ୍ରତି ଗର୍ବର ବାର୍ତ୍ତା। ଲୋକକଳାକୁ ଜୀବନ୍ତ ରଖିବା ପାଇଁ ଦୀର୍ଘ ଦିନ ଧରି କାମ କରୁଥିବା ବହୁ କଳାକାରଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ଲୋକକଳା, ପରମ୍ପରା ଓ ସଂସ୍କୃତିର ଏହି ମହାମିଳନ ଦର୍ଶକଙ୍କ ମନରେ ଏକ ସ୍ମରଣୀୟ ଛାପ ଛାଡ଼ିଯାଇଛି।